ଆଜ୍ଞା ଜୟ ଭୀମ ଜୟ ଭାରତ ସମସ୍ତ ମୋର ନମସ୍କାର। ମୁଁ ହଉଛି ଜିତୁ ଜାକେଶିକା, ବହୁଜନ ସମାଜ ପାର୍ଟି ରାୟଗଡା ଜିଲ୍ଲା ସଭାପତି। ଦେଖନ୍ତୁ, ଖବର କାଗଜ, ବିଭିନ୍ନ ମିଡିଆ, ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ଆମେ ପାଉଛୁ ଆମର ଯୋଉ ରାୟଗଡା ଜିଲ୍ଲାରେ ଯୋଉ ବିଜେଡି ମଧ୍ୟରେ, ଯୋଉ ବିଜୁ ଜନତା ଦଳ ମଧ୍ୟରେ ଯୋଉ ଫାଟ ସୃଷ୍ଟି ହେଇଛି, ଆଜିକାଲି ଯୋଉ ଗୋଟେ ହଲଚଲ ଯୋଉ ସୃଷ୍ଟି ହେଇଛି, ମୋ ଜିଲ୍ଲା ସଭାପତି ଭାବରେ ମୁଁ ପ୍ରତିକ୍ରିୟା କିଛି ଦେବା ପାଇଁ ଚାହୁଁଛି ମୋ ରାୟଗଡା ଜିଲ୍ଲାବାସୀଙ୍କୁ। ଦେଖନ୍ତୁ, ପ୍ରଥମତଃ ମୁଁ କହିବି, ତାଙ୍କର ଯୋଉ ବିଜେଡି ଗୋଷ୍ଠୀ ଭିତରେ ଯୋଉ ଆକ୍ଷେପ ଯୋଉ କରୁଛନ୍ତି, ତାଙ୍କର ଜଣେ ସିନିୟର ଯୋଉ ବିଜେଡି ଲିଡର ଯିଏ ଥିଲେ, ଆମର ପୂର୍ବତନ ଯୋଉ ରାଜ୍ୟସଭା ସାଂସଦ, ଆଉ ବିଜେଡିର ବହୁତ ତାଙ୍କର ନାମ ଅଛି, ଆଉ ବହୁତ ସଂଘର୍ଷ ବି କରିଛନ୍ତି ବିଜେଡି ପାଇଁ। ତାଙ୍କର ବିଜେଡି ଗୋଷ୍ଠୀ ହିଁ ତାଙ୍କୁ ବିରୋଧ କରୁଛନ୍ତି, ଯୋଉଟା ଆମେ କାଲି ଦେଖିବାକୁ ପାଇଲୁ। ତାଙ୍କର ଉଦ୍ଦେଶ୍ୟ ଥିଲା କି ତାଙ୍କର ଗୋଟେ ଦାବିକୁ ତାଙ୍କ ଗୋଟେ ନିନ୍ଦା କରୁଛନ୍ତି, ଆଉ ଯିଏ ରିଜାଇନ ଯୋଉ ଦେଇଛନ୍ତି ଯୋଉ ଭାସ୍କର ରାଓ, ତାଙ୍କେ ସେଠି ଆକ୍ଷେପ କରି କହୁଛନ୍ତି ସେ ବିଜେଡି ପାଇଁ କାମ କରୁନଥିଲା, ସେ ବେପାର ପାଇଁ କାମ କରୁଥିଲା, ଆନ୍ଧ୍ରାରେ ରହୁଥିଲା, ନିଜର ପେଟ ପାଟଣ ପାଇଁ ରାଜନୀତି କରୁଥିଲା, କିଛି ଦଳ ପାଇଁ କାମ କରୁନଥିଲା ବୋଲି ତାଙ୍କର ନିଜର ଯୋଉ ବିଜେଡି ଗୋଷ୍ଠୀ ଯୋଉ ସମାଲୋଚନା କରୁଥିଲେ, ଗୋଟେ ଗୋଟେ ହସିବାର କଥା ଏଟା। ଏଟା ସତ ଲାଗୁଛି ରାୟଗଡା ଜିଲ୍ଲାରେ ଲୋକଙ୍କୁ ଯୋଉ ଭକୁଆ ବନେଇକି ଯୋଉ ଲୋକଙ୍କୁ ଯୋଉ ଭକୁଆ ବନା ଯାଉଛି। ଦେଖନ୍ତୁ, ଆଜି ଯୋଉ ଭାସ୍କର ବାବୁ ଯିଏ ବି ଥିଲେ, ବିଜେଡିରେ ଯୋଉ ରାଜ୍ୟସଭା ସାଂସଦ ଥିଲେ, ତାଙ୍କର ଯୋଉ ବିଜନେସ କୁ ସୁରକ୍ଷା କିଏ ଦଉଥିଲା? ଏଇ ବିଜେଡି ବାଲା ଦଉଥିଲେ। ଯୋଉମାନେ ବିରୋଧ କରୁଛନ୍ତି ତାଙ୍କର ପାଖରେ ନିଜର ମନ୍ତ୍ରୀ ଥିଲା, କ୍ୟାବିନେଟ ମିନିଷ୍ଟର ଜଗନ୍ନାଥ ସାରକା ବାବୁ, ଇଭେନ ସୁଧୀର ବାବୁ ମଧ୍ୟ ଜିଲ୍ଲା ସଭାପତି ଥିଲେ। ସେତେବେଳେ କଣ ସହିଥିଲେ କି ଆଜ୍ଞା ଏମାନେ କୋଉଠି ଯାଇଥିଲେ? ସେତେବେଳେ କାହିଁକି ସେମାନେ କ୍ୱେଶ୍ଚିନ କଲେ ନାହିଁ, ଆୱାଜ ଉଠେଇଲେ ନାହିଁ? ଆଉ ସେ କହୁଛନ୍ତି ସେ ଜଣେ ଦଳର କର୍ମୀ ନଥିଲା, ଆମେ ଦଳ ପାଇଁ କାମ କରୁଥିଲା ବୋଲି ଯୋଉ କ୍ରିଟିସାଇଜ କରୁଛନ୍ତି। ଆଉ ସେ କହୁଛନ୍ତି ସେ ଜଣେ ବିଜନେସମ୍ୟାନ ଥିଲେ, ସେ ଗୋଟେ ଆନ୍ଧ୍ରା ଲୋକ ଥିଲା, ତା ଗୋଟେ ଲିଡର ଭାବରେ କେମିତି କଥା ହବା ସେଟା ବି ଏମାନେ ଆକ୍ଚୁଆଲି ଏମାନେ ଜାଣିନାହାନ୍ତି। ଦେଖନ୍ତୁ, କିନ୍ତୁ ବ୍ୟକ୍ତିଗତକୁ ଆକ୍ଷେପ କରି କହୁଛନ୍ତି, ଗୋଟେ ଦୁଃଖର ବିଷୟ। ଗୋଟେ ଲିଡର ୱାର୍ଡ ଏମିତି ହେବା କଥା ନାହିଁ, ତାଙ୍କର ଭାଷା ଏମିତି ହେବା କଥା ନାହିଁ। ତାଙ୍କର କିଏ କିଏ ଭାଇ ମରିଗଲେ କଣ ହେବା, ଏଟା ଯୋଉ ଆମକୁ ଦେଖିଲା ହସ ଲାଗୁଛି। ତେଣୁ ମୁଁ ଆଉ ଗୋଟେ ପ୍ରଶ୍ନ କରିବା ପାଇଁ ଚାହିଁବି, ଯିଏ ବି ଯୋଉ କ୍ୱେଶ୍ଚିନ କରୁଥିଲେ, ଯୋଉ ପ୍ରଶ୍ନ ପଚାରୁଥିଲେ, ଯୋଉ ରଡି ଛାଡୁଥିଲେ ମିଡିଆ ସାମ୍ନାରେ, ଆଉ ଯିଏ ଆପଣ ଜାଣିଛନ୍ତି ଆମର ଯୋଉ ସୁଧୀର ବାବୁ ବା ସୁଧୀର ଦାସ ବାବୁ, ଯିଏକି କ୍ୟାବିନେଟ ମିନିଷ୍ଟର ବି ଜଗନ୍ନାଥ ସାରକାକୁ ବନେଇଥିଲେ, 24 ବର୍ଷ କ୍ଷମତାକୁ ଉପଭୋଗ କରିଛନ୍ତି, ତାଙ୍କେ କୋଉଟର ଲୋକ ଆଜ୍ଞା, କୋଉଟର ଲୋକ? ତେଣୁ ମୁଁ ଗୋଟେ ଜିନିଷ କହିବି, ଆଜି ଯୋଉ ଜିଲ୍ଲା ସଭାପତି ଯାହାକୁ ବି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବା ଏସଟି ଏସସି ଓବିସି ଆଣ୍ଡ ମାଇନରିଟି ବିଭାଗର ଯିଏ ମନ୍ତ୍ରୀ ଥିଲେ ଜଗନ୍ନାଥ ସାରକ ମହୋଦୟ, ଆମର ଆଦିବାସୀରେ ଜଣେ ନିର୍ମାୟା, ଆମର ଗୋଟେ ଭାଇ ଆଜ୍ଞା, ତାକୁ ପରା ତାର କ୍ଷମତାକୁ ଉପଭୋଗ କରିବା ପାଇଁ ଦେଲେ ନାହିଁ, ବ୍ୟବହାର କରିବା ପାଇଁ ଦେଲେ ନାହିଁ। ସବୁ ପଡା ଭାଇନା 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 କରି ଦିନ ପଳେଇଲା ସାର୍। ଅଲରେଡି ତାଙ୍କୁ ବି ମଧ୍ୟ ଆଜି ଲୋକ ପ୍ରତ୍ୟାଖ୍ୟାନ କରିଦେଲେଣି। ଏବେ ଜିଲ୍ଲା ସଭାପତି ଦେଲେ କଣ? ତାଙ୍କର କ୍ଷମତାକୁ ପୁରା ଅପବ୍ୟବହାର କରି ଆଜି ତାଙ୍କୁ ବଦନାମ କରିଦେଇଛନ୍ତି। ଏମାନେ ଦଳ ଦଳ ଭିତରେ କାହିଁକି ଲଢେଇ ହଉଛନ୍ତି? ଯଦି ସତରେ ଦଳକୁ ଯଦି ଉନ୍ନତି କରିବା ପାଇଁ ଚାହୁଁଛନ୍ତି, ତାଙ୍କ ଦଳକୁ ଯଦି ଆଗକୁ ନେବା ପାଇଁ ଚାହୁଁଛନ୍ତି, ଲୋକଙ୍କର ଯୋଉ ଭରସା ହରେଇ ଯାଇଛି ବିଜେଡିରେ, କଣ କଲେ ପୁଣି ପୁନର୍ବାର ଲୋକଙ୍କର ଭରସା ହବ ସେଇଟା କାମ କରୁନାହାନ୍ତି। ଠିକ ଅଛି, ଭାସ୍କର ବାବୁ ବି ଦଳ ପାଇଁ କାମ କରୁଛନ୍ତି, ସୁଧୀର ବାବୁ ବି କରିଛନ୍ତି, ଆମେ ଜାଣିଛୁ। କିନ୍ତୁ ବିଜନେସ ପାଇଁ କାହିଁକି ମରାପିଟା ହଉଛନ୍ତି? ଏମାନେ ଏ ଠିକାଦାର ପାଇଁ କାହିଁକି ଲଢେଇ ହଉଛନ୍ତି? ଭାଇଚାରା ହେଇ ପ୍ରେମ ହେଇକରି ଜିଲ୍ଲା ସଭାପତି ହଉ ସୁଧୀର ବାବୁ ଭାସ୍କର ମିଶିକି କଲେ ସିନା ତାଙ୍କର ଦଳ ହବ ଆଜ୍ଞା। ନିଜକୁ ମରାପିଟା ହେଲେ କିଏ ଲାଭ ପାଇବ? ଏଟା ତ ଆଜ୍ଞା କହିଲେ ସରିବ ନାହିଁ କଥା। ଏମିତି ଆଜ୍ଞା ଆମର କନ୍ଧମାଳଙ୍କର ଜମି ବାଡି ସବୁ ଲୁଟ କରି ନେଇଯାଇଛନ୍ତି, ଆମର ଲୋକମାନଙ୍କର ଆଦିବାସୀ ମାନଙ୍କର ଇଜ୍ଜତ ବି ନେଇଯାଇଛନ୍ତି। ଆଜି ବଡ ବଡ ଭାଷଣ ମାରୁଛନ୍ତି, ସେଟା ଭାସ୍କର ବାବୁକୁ ବିଜନେସମ୍ୟାନ ବୋଲିକି ନିନ୍ଦା କରୁଛନ୍ତି, ବେପାରୀ ବୋଲି। ଆମେ ତ ବଡ ଠିକାଦାର ଆଜ୍ଞା। ଠିକାଦାର ମାନେ ଜାଣିଛନ୍ତି, ଠିକା କାମ କରି କମ କାମ ଚୁନା ଲିପିକିରି ପଇସା କାମ କରିବା ଆଜ୍ଞା। ଅନ୍ୟ ଲୋକମାନଙ୍କୁ, ତାଙ୍କ ଦଳୀୟ ଲୋକମାନଙ୍କୁ ଆଜି ଯାଇ ବି ଲୋକମାନେ ନିରାଶ ଅବସ୍ଥାରେ ଅଛନ୍ତି, କାମ ଦାମ ନ ପାଇକରି ଆଜି ତାଙ୍କ ଏଗେନଷ୍ଟରେ କଥା କହୁଛନ୍ତି। ତାଙ୍କର ଅନ୍ୟମାନଙ୍କ ନାଁରେ ଠିକା କାମ ଆଣିବେ ଆଉ ନିଜେ ବିଲ୍ କରି ଖାଇବେ। ତେଣୁ ଯୋଉ ନୀଳ ବିଲୁଆର କଥା ଯୋଉ କହୁଥିଲେ, ମୁଁ ଦେଖୁଥିଲି, ବେଶୀ ଚାଲାକି ବିଲୁଆ ମଧ୍ୟ ଗୋଟେ ପଞ୍ଚତନ୍ତ୍ରର ଗୋଟେ କାହାଣୀ ଅଛି। ଆପଣ ମାନେ କହିଲେ ହସିବେ। ଦୁଇଟା ଯୋଉ ଷଣ୍ଢ ଯୋଉ ଲଢେଇ ହେଲା, ଯୋଉ ରକ୍ତପାତ ହେଲା ପରେ ସେ ଷଣ୍ଢର ରକ୍ତ ପିଇବି ବୋଲି ଯାଉଥିଲା,
गोटे षंड ए बिलेई को लेदेई जिते पड़गला से लोभर से बिलुआ भी मरीगला आज्ञा तेणु जन को निंदा करने पूर्व निजर कथा को चिंता करने पड़ो तेणु एमती आम लोक मान करप्शन कर अत्याचार बर्बाद भी करम लोक मान कोटी कोटी टंका को जगह हड़प कर देखा जाऊ ना तेणु ए दल मध्य गोष्ठी कंदल एटा रायगड़ा जिला कथा नुह एटा सारा ओडिशार कथा आप जानते जो पांड्यान राय 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 हेलिकप्टर बुलिले किसी गोष्ठी पांड्यान को जो विरोध कर बाहर किसी गोष्ठी पांड्यान सपोर्ट बाहर से आज्ञा ओडिशा रे सबु जिले में बीजेडी खत हो सारा आ बीजेडी को किए पचार भी ना बीजेडी ना शुणी लुचिक पलाउं आज्ञा तेणु मु कहवाई चाहूँगी आम रायगड़ा जिलावासी को ये भकुआ कथार न पड़तु सचेतन हूँ आ निजर अधिकार को जानतु ए नेता मिछ कहीकि ठक के जो बुलंतु आ गोटे गोटे विषय पचार चाहिए जहाँ आम रायगड़ा जिले में गोटे परिवर्तन आसी जनता को धन्यवाद देवी जो तीन जो विधायक भी आज जीति तीन निर्वाचन मंडली रे कहीं कथा गोटे दिन उठाऊना एगेन्स्ट करप्शन गोटे आवाज उठाऊना हाँ कौन चुप अच्छा आज्ञा लोक कौन भरोसा दे भोट कहीं ईडी जारी करवा कथा सीबीआई चढ़ाऊ कर दाबी करवा कथा आम विधायक भाई मैंने जो दम अच्छी बोले ना कि करप्शन जिते बीजेडी अमल रे नेता मान जेल पुरेवा कथा आवाज उठेवा कथा एटा भी करि पारुना आपण मान देखुछन्ते आज पंचायत हो ब्लॉक रे काम दाम पूरा जीरो आज्ञा एनआरजे काम हो नाही कि से जेईबी बिल करू नाही कि कार कथा को मानु नांती आ बीजेपी कथा तो कहबो सर आप रायगड़ा जिल्ला कोन अवस्था जानिछन्ती तेणु बीजेडी बीजेपी कांग्रेस ए माने गोटे भाई भाई गोटे गोटे रक्त रे गड़ा तेणु लोकंकर विकास जबे हेबो जो लोक जनता निजर अधिकार को जानिबे भोटर मूल्य को जानिबे संविधान को जानिबे तेबे ई करप्शन ए दुर्नीतिग्रस्त नेता मान को जवाब दे पारबे आज्ञा तेणु लोक मान को केबे बे माने सचेतन करू ना तेणु मो रायगड़ा जिलावासी को अनुरोध करुछि ए माने चिखण कथारे न पड़ी निजे सजग हंतु जनता जागी जातु गणतंत्र जनता होछि भगवान जनता को स्वर होछि भगवान को स्वर एम चाहे करप्शन का बंद करदे नेपाल राज्य अवस्था कौन रहा जनता जागी गला सरकार पूरा भांगी गला तो धूलिसात करदे से तेणु मुझे गोटे अनुरोध करुच्ची मु तो जड़े आदिवासी भाई आउ जड़े कंध पिला भाव में बहुजन समाज पार्टी जिला सभापति भाव में गोटे मेसेज देवाई चाहूँगी लोक को सचेतन कर आ लोक जागी जाओ लोक सचेतन हुआ रायगड़ा जिला को सुंदर जिले में परिणत कर ए बेपार वाणिज्य ठिका काम क्या उणा क्या गदेगला मरा पिटा हो जनता को हम भकुआ बनवा देवा ना थैंक यू सर।